ବହୁଦିନ ପୂର୍ବେ ଭୀମସେନ ନାମକ ଜଣେ ଧାର୍ମିକ ଏବଂ ନ୍ୟାୟବାଦୀ ରାଜା କାଶୀନଗରରେ ରାଜତ୍ୱ କରିଥିଲେ। ତାଙ୍କ ରାଜତ୍ୱ ସମୃଦ୍ଧିରେ ଆଶୀର୍ବାଦ ପ୍ରାପ୍ତ ଥିଲା, କିନ୍ତୁ ରାଜାଙ୍କର ସନ୍ଦେହ ଥିଲା, ପ୍ରକୃତ ଧନ କ'ଣ? ଏହା କ'ଣ ଲୋକଙ୍କ ପାଖରେ ଥିବା ସୁନା ଏବଂ ରୂପା, ନା ଆତ୍ମାକୁ ଆଲୋକିତ କରୁଥିବା ଗୁଣ? ଗୋଟିଏ ଦିନ କାର୍ତ୍ତିକ ମାସର ତ୍ରୟୋଦଶ ଦିନ, ଯାହାକୁ ଆମେ ଆଜି ଧନତେରସ ବୋଲି କହୁଛୁ, ଜଣେ ବୃଦ୍ଧ ଋଷି ରାଜପ୍ରସାଦରେ ପହଞ୍ଚିଲେ। ତାଙ୍କ ହାତରେ ଏକ ଚମତ୍କାର ପାତ୍ର ଥିଲା ଏବଂ ତାଙ୍କ କଥା ଗଭୀର ଥିଲା। ଋଷି କହିଲେ, ରାଜା, ଆଜି ଏକ ଅତ୍ୟନ୍ତ ପବିତ୍ର ଦିନ। ଏହି ଦିନ ଭଗବାନ ଧନ୍ୱନ୍ତରୀ ସମୁଦ୍ର ମନ୍ଥନରୁ ପ୍ରକଟ ହୋଇ ମାନବ ଜାତିକୁ ଅମୃତର ଅମୃତ ପ୍ରଦାନ କରିଥିଲେ। ଯଦି ଜଣଙ୍କର ବିଶ୍ୱାସ ସତ୍ୟ ହୁଏ, ତେବେ ମୃତ୍ୟୁକୁ ମଧ୍ୟ ଏଡ଼ାଯାଇ ପାରିବ। କିନ୍ତୁ ମନେ ରଖନ୍ତୁ, ଏହି ଦିନ କିଛି ଏପରି ଜିନିଷ ଅଛି ଯାହା ଆପଣଙ୍କୁ କେବେ ବି କରିବା ଉଚିତ ନୁହେଁ। ଯିଏ ଏହାକୁ କରେ ସେ ଧନ ଏବଂ ସ୍ୱାସ୍ଥ୍ୟ ଉଭୟ ହରାଇବ। ରାଜା ବିନମ୍ର ଭାବରେ ପଚାରିଲେ, ଗୁରୁଦେବ, ମୋତେ କୁହନ୍ତୁ, ଏହି ଦିନ ଆପଣ କ'ଣ କରିବେ ଏବଂ କ'ଣ କରିବେ ନାହିଁ? ଋଷି କହିଲେ, ପ୍ରଥମେ ଆଜି କେବେ ବି ଝଗଡ଼ା କରନ୍ତୁ ନାହିଁ, କାରଣ ଆଲୋକର ପର୍ବ ଦିନ କୋଠର କଥା ଅନ୍ଧକାରକୁ ଆମନ୍ତ୍ରଣ କରେ। ଦ୍ୱିତୀୟ, ଘରୁ କେବେ ବି ଅଳିଆ କିମ୍ବା ଭଙ୍ଗା ଜିନିଷ ବାହାରକୁ ଫୋପାଡ଼ନ୍ତୁ ନାହିଁ, କାରଣ ଲକ୍ଷ୍ମୀ ସେହି ମୁହୂର୍ତ୍ତରେ ଘରୁ ଚାଲିଯାଆନ୍ତି। ତୃତୀୟ, ଆଜି ଋଣ ଦେବା ଏବଂ ଋଣ ନେବା ଉଭୟ ନିଷେଧ। ଯେଉଁମାନେ ଏହି ଦିନ ଟଙ୍କା ଋଣ ଦିଅନ୍ତି, ସେମାନେ ନିଜର ଭାଗ୍ୟ ଅନ୍ୟମାନଙ୍କୁ ସମର୍ପଣ କରନ୍ତି। ଚତୁର୍ଥ, ଅନ୍ଧାରରେ ଦୀପ ଲିଭାଇବା କିମ୍ବା ନକାରାତ୍ମକ ଚିନ୍ତାଧାରା ରଖିବା ଉଭୟ ଆଧ୍ୟାତ୍ମିକ ଦାରିଦ୍ର୍ୟର ଲକ୍ଷଣ। ଏବଂ ପଞ୍ଚମ, ଖାଦ୍ୟ ପ୍ରସ୍ତୁତ କରିବା ସମୟରେ କେବେ ବି କ୍ରୋଧ କିମ୍ବା ଦୁଃଖ ପୋଷଣ କରନ୍ତୁ ନାହିଁ, କାରଣ ଆଜିର ଖାଦ୍ୟ ହେଉଛି ଲକ୍ଷ୍ମୀଙ୍କ ନୈବେଦ୍ୟ। ରାଜା ଧ୍ୟାନର ସହିତ ଶୁଣିଲେ। ଋଷି ଆଗକୁ କହିଲେ, ଏବେ ଶୁଣ ରାଜନ, କାହିଁକି କୁହାଯାଏ ଧନତେରସରେ ସୁନା କିଣ? ଋଷି କହିଲେ, ସୁନା କେବଳ ଏକ ଧାତୁ ନୁହେଁ, ଏହା ସୂର୍ଯ୍ୟର ପ୍ରତୀକ। ଯେପରି ସୂର୍ଯ୍ୟ ସାରା ବିଶ୍ୱରେ ଆଲୋକିତ ବିସ୍ତାର କରନ୍ତି, ସେହିପରି ସୁନା ଜଣେ ବ୍ୟକ୍ତିଙ୍କ ଜୀବନରେ ଆତ୍ମବିଶ୍ୱାସ ଏବଂ ଉଜ୍ଜ୍ୱଳତା ଆଣିଥାଏ। ଯେତେବେଳେ ଧନତେରସ ଆସେ, ବ୍ରହ୍ମାଣ୍ଡରେ ଶକ୍ତି ଆକର୍ଷଣର ଏକ ବିଶେଷ ଶକ୍ତି ଭାବରେ କାର୍ଯ୍ୟ କରେ। ଯେଉଁମାନେ ଏହି ଦିନ କିଛି ନୂତନ କିଣନ୍ତି, ସେମାନେ ସେହି ଶକ୍ତିକୁ ନିଜ ଜୀବନରେ ଆମନ୍ତ୍ରଣ କରନ୍ତି। ଏବଂ ଯେତେବେଳେ ସୁନା କିମ୍ବା ରୂପା କିଣାଯାଏ, ଏହା ଉଜ୍ଜ୍ୱଳତାର ପ୍ରତୀକ ଏବଂ ଘରେ ସ୍ଥାୟୀ ଭାବରେ ଲକ୍ଷ୍ମୀ ସ୍ଥାପନ କରନ୍ତି। ରାଜା ପଚାରିଲେ, ତେବେ କେବଳ ସୁନା କିଣିବା ଦ୍ୱାରା କ'ଣ ଲକ୍ଷ୍ମୀ ଆସିଥାଏ? ଋଷି କହିଲେ, ନା ମହାରାଜ, ଯଦି ମନ ଅଶୁଦ୍ଧ ଏବଂ କାର୍ଯ୍ୟଗୁଡ଼ିକ ଭୁଲ, ତେବେ ସୁନାର ଗଦା ମଧ୍ୟ ପାଉଁଶ ହୋଇଯାଏ। ଏହି ଦିନ ସୁନା କିଣିବା କେବଳ ଏକ କାରବାର କରିବା ନୁହେଁ, ବରଂ ଭିତରେ ଥିବା ନକାରାତ୍ମକତାକୁ ତ୍ୟାଗ କରିବା ଏବଂ ଆପଣଙ୍କ ଆତ୍ମାକୁ ଆଲୋକରେ ପୂର୍ଣ୍ଣ କରିବା ବିଷୟରେ। ଯେତେବେଳେ ଆପଣଙ୍କ ମନ ପବିତ୍ର ହୋଇଥାଏ, ସେତେବେଳେ ଆପଣ ଯାହା ସ୍ପର୍ଶ କରନ୍ତି ତାହା ସୁନା ହୋଇଯାଏ। ଏହା ଶୁଣି ରାଜା ଭୀମସେନ ଏହି ଦିନ କ୍ରୋଧ ଅଶାନ୍ତି ଏବଂ ସ୍ୱାର୍ଥପରତାରୁ ମୁକ୍ତ ରହିବାକୁ ପ୍ରତିଜ୍ଞା କରିଥିଲେ। ସେ ସନ୍ଧ୍ୟାରେ ତାଙ୍କ ପ୍ରାସାଦର ପ୍ରତ୍ୟେକ କୋଣରେ ଦୀପ ଜାଳିଥିଲେ। ଯେତେବେଳେ ଧାଡ଼ି ଦୀପ ଜଳିଲା, ସେତେବେଳେ ଏପରି ଲାଗୁଥିଲା ଯେପରି ଦେବୀ ଲକ୍ଷ୍ମୀ ସ୍ୱୟଂ ଅବତରଣ କରିଛନ୍ତି। ସମଗ୍ର ପ୍ରାସାଦ ସୁନା ପରି ଝଲସୁଥିଲା। କିନ୍ତୁ ତାପରେ ଜଣେ ଲୋଭୀ ବ୍ୟବସାୟୀ ଦରବାରରେ ପ୍ରବେଶ କରି କହିଲେ, ମହାରାଜ, ମୁଁ ଶୁଣିଛି ଯେ ଆଜି ଯିଏ ସର୍ବାଧିକ ସୁନା କିଣନ୍ତି, ତାଙ୍କ ଘରକୁ ଲକ୍ଷ୍ମୀ ଆସିଥାନ୍ତି। ଏଥର ମୁଁ 5ଟି ଘୋଡ଼ା ଭାର ସମାନ ସୁନା କିଣିବି। ରାଜା ହସି କହିଲେ, ବଣିକ, ସୁନା କେବଳ ସେତେବେଳେ ଶୁଭ ହୁଏ ଯେତେବେଳେ ଏହାକୁ ଭଲ ଉଦ୍ଦେଶ୍ୟ ଦ୍ୱାରା ସମର୍ଥନ କରାଯାଏ। ଯଦି ଲୋଭରୁ କିଣାଯାଏ, ତେବେ ଏହା ଏକ ବୋଝ ହୋଇଯାଏ। ବ୍ୟବସାୟୀ ହସି ଚାଲିଗଲେ। ଅନେକ ଦିନ ପରେ ଯେତେବେଳେ ବ୍ୟବସାୟୀଙ୍କ ଘରୁ ଲୁଟ୍ ହୋଇଗଲା ଏବଂ ତାଙ୍କର ସମସ୍ତ ସମ୍ପତ୍ତି ହଜିଗଲା, ସେ ଅନୁତାପରେ ଆକ୍ରାନ୍ତ ହେଲେ। ସେ ରାଜାଙ୍କ ପାଖକୁ ଯାଇ କହିଲେ, ମହାରାଜ, ମୋର ସବୁ କିଛି ଥିଲା, ତଥାପି ମୋ ସବୁ ସରିଗଲା। କାହିଁକି? ରାଜା ଉତ୍ତର ଦେଲେ, କାରଣ ଆପଣ ସୁନା କିଣିଛନ୍ତି, କିନ୍ତୁ ସୁବର୍ଣ୍ଣ ଚିନ୍ତାଧାରା ନୁହେଁ। ଧନତେରସ କେବଳ ଧାତୁ ପୂଜା କରିବାର ଦିନ ନୁହେଁ, ବରଂ ମନକୁ ପବିତ୍ର କରିବାର ଦିନ। ଯିଏ ଏହି ଦିନ ଅନ୍ୟମାନଙ୍କ ପାଇଁ ଦୀପ ଜାଳିଥାଏ, ସେ ପ୍ରକୃତରେ ଧନୀ ହୋଇଥାଏ। ପୁରୁଣା ଋଷି ମଧ୍ୟ ସମାନ କଥା କହିଥିଲେ। ଧନତେରସରେ ସୁନା କିଣିବା ଶୁଭ, କିନ୍ତୁ ଭକ୍ତି ଏବଂ ସେବାରେ ସୁନା କିଣିବା ଆହୁରି ଶୁଭ। ଯିଏ ଅନ୍ୟମାନଙ୍କ ଆଖିରେ ଆଲୋକ ଆଣେ, ସେ ସବୁଠାରୁ ଧନୀ।
कथित अछि जे ସେହି दिनठारू धनतेरसରେ କିଛି ନୂତନ ବିଶେଷ କରି ସୁନା ରୂପା କିମ୍ବା ବାସନକୁସନ କିଣିବାରେ ପରମ୍ପରା ଆରମ୍ଭ ହୋଇଥିଲା। କିନ୍ତୁ ଏହାର ଗଭୀର ଅର୍ଥ ହେଉଛି ଯେ ଜଣେ ବ୍ୟକ୍ତି ନିଜ ଜୀବନରେ ନୂତନ ଚିନ୍ତାଧାରା, ନୂତନ ଶକ୍ତି ଏବଂ ନୂତନ ଆଲୋକ ଆଣେ। ଆଜି ମଧ୍ୟ ଯେତେବେଳେ ଆମେ ଧନତେରସରେ ଦୀପ ଜାଳିଥାଉ, ଏହା କେବଳ ଘର ପାଇଁ ଏକ ସାଜସଜ୍ଜା ନୁହେଁ, ଏହା ଏକ ପ୍ରତିଜ୍ଞା ଯେ ଆଗାମୀ ବର୍ଷରେ ଆମେ ଅନ୍ଧାରରୁ ଆଲୋକକୁ ଯିବା। ଏବଂ ଯେତେବେଳେ ଆମେ ସୁନା କିଣୁ, ଏହା ପ୍ରତୀକ କରେ ଯେ ଆମେ ଆମର ଭିତରେ ଥିବା ସମ୍ଭାବନାକୁ ଆଲୋକିତ କରିବାକୁ ଚାହୁଁ। ତେଣୁ ଧନତେରସରେ ସୁନା କିଣନ୍ତୁ, କିନ୍ତୁ ପ୍ରଥମେ ନିଜ ମନକୁ ସୁନା ପରି କରନ୍ତୁ ଏବଂ ଭୁଲରେ ମଧ୍ୟ ସେହି କାର୍ଯ୍ୟ କର ନାହିଁ ଯାହା ଲକ୍ଷ୍ମୀ ଏବଂ ଶାନ୍ତି ଉଭୟକୁ ଦୂର କରିଦିଏ। କାରଣ ଯେଉଁ ବ୍ୟକ୍ତି ନିଜ କାର୍ଯ୍ୟ ଦ୍ୱାରା ସୁବର୍ଣ୍ଣ ହୋଇଯାଏ, ତାଙ୍କୁ ଭାଗ୍ୟ କିମ୍ବା ଯମରାଜକୁ ଭୟ କରିବାକୁ ପଡ଼ିବ ନାହିଁ। ଧନତେରସ ଆମକୁ ଏହା ଶିଖାଏ, ବାହାରରେ ସୁନା ଖୋଜ ନାହିଁ, ଏହା ତୁମ ଭିତରେ ଅଛି। ଆଜିର କାହାଣୀଟି ଆପଣମାନଙ୍କୁ କିପରି ଲାଗିଲା ନିଶ୍ଚିତ କମେଣ୍ଟ ମାଧ୍ୟମରେ ଜଣାଇବେ। ଧନ୍ୟବାଦ।